ଆରବ ସାଗର ପରେ ଏବେ ବଙ୍ଗୋପସାଗରରେ ଆସିବାକୁ ଯାଉଛି ଆଉ ଏକ ବାତ୍ୟା। ଦେଖନ୍ତୁ ଓଡ଼ିଶା ଉପରେ କ'ଣ ରହିବ ଏହାର ପ୍ରଭାବ। ପଶ୍ଚିମ ଉପକୂଳ ପରେ ଏବେ ପୂର୍ବତଟ ଉପରେ ସମସ୍ତଙ୍କର ନଜର। ଆରବ ସାଗର ପରେ ଏବେ ବଙ୍ଗୋପସାଗର। ଆସନ୍ତା 23 ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ବଳୟ। ଏହାକୁ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ, ଚାଲନ୍ତୁ ସେ ବିଷୟରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଭିଡ଼ିଓଟିକୁ ଆପଣମାନଙ୍କ ସାଙ୍ଗସାଥୀମାନଙ୍କୁ ବହୁ ମାତ୍ରାରେ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣ ପ୍ରଥମ ଥର ଭିଡ଼ିଓ ଦେଖୁଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖନ୍ତୁ, ଯାହାଦ୍ୱାରା ଆଗକୁ ପାଣିପାଗ ସମ୍ବନ୍ଧୀୟ ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଭାରତୀୟ ପାଣିପାଗ ବିଭାଗ ସୂଚନା ଦ୍ୱାରା ଆସନ୍ତା 23 ତାରିଖରେ ହେବାକୁ ଯାଉଛି ଲଘୁଚାପ ଏବଂ ଏହି ଲଘୁଚାପ ଫଳରେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ରହିଛି ଏବଂ ଏହି ହେବାକୁ ଯାଉଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ସମସ୍ତେ ଅନୁମାନ କରୁଛନ୍ତି। ଏହାର ପ୍ରଭାବ ଉତ୍ତର ପୂର୍ବ ଭାରତ, ବାଂଲାଦେଶ ଏବଂ ମିଆଁମାର ଉପରେ ପଡ଼ିପାରେ। ସାଧାରଣତଃ ମାର୍ଚ୍ଚ, ଏପ୍ରିଲ, ମେ ମାସ ବାତ୍ୟାର ମାସ ଅଟେ। ଗତ 3 ବର୍ଷ ଧରି ମାର୍ଚ୍ଚ ମାସରେ ଭୟଙ୍କର ବାତ୍ୟା ଆସୁଛି ଏବଂ ଅନେକ କ୍ଷୟକ୍ଷତି ଘଟାଉଛି। 2019 ମସିହା ମାର୍ଚ୍ଚ ମାସରେ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଫନି ଭଳି ବାତ୍ୟା ଆସିଥିଲା। ସେହିପରି 2020 ମସିହାରେ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି କରି ଅମ୍ଫନ ନାମକ ବାତ୍ୟା ଆସିଥିଲା ଏବଂ 2021 ମସିହା ମାର୍ଚ୍ଚ ମାସରେ ପୁଣି ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା ଏବଂ ବାତ୍ୟାର ରୂପ ନେଇଥିଲା। ଏବେ ବର୍ତ୍ତମାନ ପୁଣି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏକ ନୂତନ ବାତ୍ୟା ଆସିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗର ଅନୁମାନ ଅନୁସାରେ ମାର୍ଚ୍ଚ 21 ତାରିଖରେ ଆଣ୍ଡାମାନ ନିକଟରେ ମୌସୁମୀ ସକ୍ରିୟ ହେବ ଏବଂ ଏହି ସମୟ ବାତ୍ୟା ପାଇଁ ଅନୁକୂଳ ରହିବ। ତେଣୁ ଫେବୃଆରୀ 23 ତାରିଖରେ ହେବାକୁ ଯାଉଥିବା ଲଘୁଚାପ ଉପରେ ସମସ୍ତଙ୍କୁ ନଜର ରଖାଯାଇଛି।